ଏଇଠି ବସ। କଣ ହେଇଛି ମା? ଏକୁଟିଆ କଥା ହଉଥିଲୁ ଯେ ତୁ? କଣ ହେଇଛି ତୋର? ତୁ ଏତେ ରାତିରେ ଘରକୁ ଫେରିଲୁ, କିଛି ଖାଇଲୁନି, ଏବେ ପୁଣି ଘର ଭିତରେ କଣ ସବୁ ମନେ ମନେ ନିଜକୁ କହୁଛୁ? ଦେଖ ମା, ଆମମାନଙ୍କୁ ନା ଏସବୁ ଭଲ ଲାଗୁନି। କଣ ହେଇଛି ତୋର? ଆମକୁ ଟିକେ ଖୋଲିକି କହ। ହଁ, ପ୍ରକୃତରେ ତମମାନଙ୍କୁ କହିବି ବୋଲି ତାର ପ୍ରସ୍ତୁତି କରୁଥିଲି। ଗୋଟେ କଥା ଥିଲା। କୋଉ କଥା? ଯୋଉଥିପାଇଁ ତୁ ଏତେ ଅସ୍ଥିର ହେଇ ଉଠୁଛୁ? ପ୍ରକୃତରେ ମୁଁ ବାହା ହେବାକୁ ଚାହୁଁଛି। କଣ କହୁଛୁ? ଏତେ ବଡ ଗୋଟାଏ କଥା ତୁ ଲୁଚେଇକି ରଖିଛୁ? ଏଇ ଶୁଣୁଛ, ଆରେ ଏମିତି ହସ ହସ ମୁହଁରେ ଦେଖୁଛ କଣ? ମୋ ନାତୁଣୀର ବାହାଘର ହବ। ଆମକୁ ସବୁ ଯୋଗାଡ଼ ଯନ୍ତ୍ର କରିବାକୁ ପଡିବ। କରିବା କରିବା ତ। ଏ ମା, ନାଗରା ଢୋଲ ସାହାନାହି ବଜେଇକି ଧୁମଧାମ ରେ ଆମ ନାତୁଣୀର ବାହାଘର କରେଇବା। ଏଇ ଦିନଟାକୁ ଦେଖିବି ବୋଲି ତ ଏଇ ବୁଢୀ ଏତେ ଦିନ ହେଲାଣି ବଞ୍ଚିକି ରହିଛି। ଲୋଭ କହିପାରିବ? ଏ ମା, ଆସେ ଆସେ ଆସେ। ଆରେ ମା, ଏବେ ଆମକୁ କହ, ମୋ ନାତୁଣୀ ଜଣେ କିଏ? ବହୁତ ବହୁତ ବଡ଼ ବ୍ୟବସାୟୀ, ରାୟ ଇଣ୍ଡଷ୍ଟ୍ରିଜର ମାଲିକ। ରାୟ ଇଣ୍ଡଷ୍ଟ୍ରି ମାଲିକ? ମାନେ ଯିଏ ଆମକୁ ମନ୍ଦିର ପାଇଁ ଜମି ଦେଇଥିଲେ? ମୁଁ ତାହେଲେ ତାଙ୍କୁ ହଁ କହିଦେବି? ହଁ, କହିଦେ। ହଁ,